ଆଜି ମୋ କିଚେନରେ ଭେଜ୍ ତଡ଼କା ସେଥିପାଇଁ 3-4 ଘଣ୍ଟା ଆଗରୁ ମିକ୍ସ ଡାଲିକୁ ଭେଦେଇ ରଖିଥିଲି। 3-4ଟା ସିଟି ଦେଲା ପରେ ଗୋଟେ ପ୍ୟାନ୍‌ରେ ତେଲ ଗରମ ହେଇଯାଇଛି, ସେଥିରେ ଜିରା ଦେଇଛି, କଟା ରସୁଣ, କଟା ଅଦା, କଟା ଲଙ୍କା ଆଉ କଟା ପିଆଜକୁ ଦେଇ ତାକୁ ଭଲ ଭାବରେ 2ରୁ 3 ମିନିଟ୍ ଭାଜି ଦେଇଛି। କିଛି ସମୟ ଭାଜି ନେଲା ପରେ ତାର କଲର୍ କିଛି ଏମିତି ଥିଲା। ତା କଲର୍ ଦେଖିଲା ପରେ ମୁଁ ସେଥିରେ କାଟି ରଖିଥିବା କିଛି ଟମାଟୋକୁ ବି ଦେଇଛି। ଟମାଟୋ ଦେଇକି ତାକୁ ବି ସେମିତି ବହୁତ ଭଲ ଭାବରେ କିଛି ସମୟ ଭାଜି ଦେଇଛି। କିଛି ସମୟ ଭାଜିଲା ପରେ ସେଥିରେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ ଆଉ କରି ପାଉଡ଼ର, ଚିକେନ୍ ମସଲା ବି ଦେଇଥିଲି। ତାପରେ ତାକୁ ଭଲ ଭାବରେ ଭାଜି ଦେଇଥିଲି। କଷିଗଲା ପରେ ତାର କଲର୍ କିଛି ଏମିତି ଥିଲା। ସିଝେଇଥିବା ମିକ୍ସ ଡାଲିକୁ ଦେଇକି ତାକୁ ସିମ୍ କରିଦେଇଥିଲି ଆଉ ତାକୁ ଭଲ ଭାବରେ ଆଡ଼୍ କଲା ପରେ ତାକୁ ଘୋଡ଼େଇ ଦେଇଥିଲି। ଏବେ ମୋର ତରକାରୀ ରେଡ଼ି ହେଇଗଲାଣି। ଗରମ ମସଲା, ଧନିଆ ପତ୍ର ଦେଇକି ତାକୁ ଟିକେ ସମୟ ରଖିଥିଲି। ଆଉ ଏବେ ଦେଖିପାରୁଥିବେ ପୁରା ରେଡ଼ି। ସତରେ ଖାଇବାକୁ ବି ବହୁତ ଟେଷ୍ଟି ଥିଲା।